ଯେତିକି ପଣ୍ଡିତ ମାନେ ବସିଛନ୍ତି ମୋର ସାର ଇଚ୍ଛା ନାହିଁ କଣ କରିବା ଦି ପଇସା ନବା ପାଇଁ କହୁଛି କ୍ଷମା କରିବ ମତେ ମୋ ଭାଇଟା ପରା ଖରାପ ଭାଇବନି ଶୁଣୁ ପୁଅ ତୁ ଚୁପ ହେଇବ ଦେଖିବୁ କେମିତି ତୁ କାଲି ଆସିବୁ ଶୁଣ ତୋ ବୋହୁର ଯେତେବେଳେ ପିଲା ହବ ଗର୍ଭ ଧାରଣ କରିବ ଅନ୍ତଃସତ୍ତ୍ୱା ହବ ବାଳିଆ ଶୁଣୁ ତୋ ପୁଅକୁ କହିବୁ 5ଟି କଥା ଯୋଗେଇବ ରାମଙ୍କର କଣ ଯୋଗ୍ୟତା ନଥିଲା ତାଙ୍କ ସ୍ତ୍ରୀ ସୀତାଙ୍କ ପାଇଁ 5ଟା କଥା ଯୋଗେଇବାକୁ ନିର୍ବାସନ ଦଣ୍ଡ ଦେଲେ ସେଇଥିପାଇଁ ଶ୍ରୀହର୍ଷ ରାଜା ତାଲିକାରୁ କାଟିଦେଲେ ରାଜା ତ ରାଜା ନଳ ରାଜା ତାଙ୍କ ପରି ରାଜା କାହିଁ ପୁଣ୍ୟ ଶୋକ ନଳ ରାଜା ରାମ କୁଆଡେ ଗଲେ ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ଇଏ ଦୁନିଆରେ ରାମଙ୍କର 50ଟା ଠିକ ଥିଲେ 10ଟା ଭୁଲ ଥବ ସୀତାଙ୍କର 50ଟା ଠିକ ଥିଲେ 5ଟା ଭୁଲ ଥବ ମୁଁ କହିବାର ତାତ୍ପର୍ଯ୍ୟ ଗର୍ଭବତୀ ନାରୀ ଯେତେବେଳେ ଗର୍ଭ ଧାରଣ କରିବ ଆହାର ଭିଟାମିନ ଯୁକ୍ତ ଖାଦ୍ୟ ତାକୁ ଦେବା ଉଚିତ କପିଳ ଲେଖିଲେ ଗାଇନିକ ସ୍ପେଶାଲିଷ୍ଟ କଣ କହିବେ କାରଣ ନା ନାରୀ ଯୋଉ ଭିଟାମିନ ଖାଦ୍ୟ ଖାଇବ ସ୍ନେହ ସାର ଜୀବ ସାର ବୀଜ ସାର କଣ ଲୌହ ସାର ABCD ଯେତେ ଯାହା ଅଛି ଖାଇଲେ ସେ ଖାଦ୍ୟର ରସ ଗ୍ରହଣ କରିବ ଗର୍ଭସ୍ଥ ଭ୍ରୂଣ ଖାଲି ଗର୍ଭବତୀ ନାରୀ କି ଖାଇବାକୁ ଦେଲେ ହବନି ମା ତାର ଆଚରଣ ବଦଳିବ ବିହାର ନାଇଁ ତାମିଲନାଡୁ ନବୁ ନା ମୂର୍ଖ ଅପଗଣ୍ଡ ବିହାର କହିଲେ ଭ୍ରମଣ କରିବା ଗର୍ଭବତୀ ନାରୀ ଭ୍ରମଣ କରିବ କୋଉଠି ନଦୀ କୂଳରେ ସମୁଦ୍ର କୂଳରେ ପାର୍କ ନାଇଁ ପାର୍କ ଆଜିର ଯୁଗରେ ନାଇଁ ଦରକାର ପୁଅ ଦେବାଳୟକୁ ଯିବ ଆହାର ବିଭୁ କୀର୍ତ୍ତନ ସେ ସେଠି ଭଗବାନଙ୍କୁ ଡାକିବ ପାଲା ଶୁଣିବ ପ୍ରବଚନ ଶୁଣିବ ଭାଗବତ ଶୁଣିବ ଏଇ ଟେଲିଭିଜନରେ ଲଙ୍ଗଳା ଦୃଶ୍ୟ ଦେଖିବନି ନାରୀ ଯାହା ଦେଖେ ତାର ଛାୟା ପଡେ ଗର୍ଭସ୍ଥ ଭ୍ରୂଣ ଉପରେ ନାରୀ ଯାହା ଶୁଣେ ତା ପେଟର ପିଲା ଶୁଣେ ବୋଲି 1995 ମସିହାରେ ଆମେରିକା ବୈଜ୍ଞାନିକ ମାନେ କଲେ କିନ୍ତୁ ମୁଁ ତାଙ୍କ କଥା ଗ୍ରହଣ କରିବିନି ଆମର ଦ୍ୱାପର ଯୁଗରୁ ସେ କାମ ସରି ଯାଇଛି ସୁଭଦ୍ରା ଗର୍ଭେ ଏ ଥିଲା ଗାୟକ ଗାଇବେ ପାଳିଆ ପାଳି ଧରିବେ ତୁମେ 2ଟା ଅକ୍ଷର ଧରିନା ହାଉ ହାଉ କରି ଧରିଲେଣି କାହିଁ ସେ ପାଳିଆଙ୍କୁ ମାନିବାକୁ ପଡିବ 118 ଟଙ୍କା ଲେଖା ନିଅ ଆଉ ସେ ଗାୟକ ତ ବୋଲି ପାରୁନାହାନ୍ତି ଆଉ କଣ ହବ ସେଇଥିରେ ଏସି ରେ ଶୋଇବାକୁ ବ୍ୟସ୍ତ ଭାଇନା ଆସ ଏସି ରେ ଶୋଇବା ହଁ ଏସି ରେ ଶୋଇକି ମୋ କଣ୍ଠ ପକେଇବି ନା ସୁଭଦ୍ରା ଗର୍ଭେ ଇଏ ଥିଲେ सेटिंग अलगा जेतिकी आपण माने पंडित माने बसछन सब सुनन सुभद्रा मां को गर्भरे थिलो अभिमन्यु चक्र विवाह कथा जब आपत्ति कले सुभद्रा अभिमन्यु बखान अर्जुन बखाणुछन गप सुनु सुनु निद हो जाए सत्य जुगरे जेमती शिव भगवान कोठु ब्रह्म ज्ञान सुनु सुनु पार्वती सोई पड़ी त्रेतया जुगर सेमती सोईचंती द्वापर जुगर अभिमन्यु गर्भरे थिला बेले सुभद्रा आगे चक्रव्यूह कथा अर्जुन कहू कहू से प्रवेश कथा सुनिबा परे सोईथिले सेठी हला अभिमन्यु पई काळ मां पेटरे पिला सुनी नहीं आ तुमे कोन वैज्ञानिक कहूछ अमेरिकार 1995 मसिया रे मां गर्भरे पिला सुनिला तेणु गर्भवती नारी भल कथा सुनिबे ता पेटर पिला सुनिबो मां गर्भवती नारी की वेद सुनेब है गर्भवती नारी वेद सुनिब यही 5टी कथा जोगाइले शीत सु होउची मुख्य कथा तो स्त्री तो बहु को रखई दउनी रखौची
ସବୁବେଳେ ଦ୍ୱନ୍ଦ୍व ଖାଇଲା ସେ ପିଇଲା ସେ ଆ କଲା ତା କଲା ସବୁବେଳେ ଶାଶୁ ବୋହୂର ଦ୍ୱନ୍ଦ୍ୱ ଯୋଉ ପରିବାରରେ ଶାଶୁ ବୋହୂର କଳହ ସେଠି କଣ ତା ଶ୍ୱଶୁରକୁ ଭଲ ଲାଗିବ ନା ତା ପୁଅକୁ ଭଲ ଲାଗିବ ତୋ ଘରେ ତୋ ସ୍ତ୍ରୀ ତୋର ପଡୁନି ତୋ ସ୍ତ୍ରୀର ତୋର ପଡୁନି ତୋ ପିଲାମାନେ ନା ପଟି ଆଉଛନ୍ତି ତାମାନେ ତୋ ସ୍ତ୍ରୀ କଣ କହୁଛି ତୋତେ ଖାଲି କଣ କହୁଛି ଆଉ ରାଗି ବାଡେଇ ଦଉଛି ମତେ ତୋ ସ୍ତ୍ରୀ ତୋ ସ୍ତ୍ରୀ ତୋତେ ବାଡେଇ ଦଉଛି ଥରେ ବାଡେଇଲାଣି ତୋ ପିଲାମାନେ କେହି ବାରଣ କରୁନାହାନ୍ତି ବଡ ପୁଅ ପାଲାକୁ ଯାଉଛି ଘରେ ସେଇଠୁ ସିଏ ଯେତେବେଳେ ଶୁଣୁଛି ତା ବୋଉ ମତେ ବାଡଉଛି ତା ବୋଉକୁ ପାଟି କରିବ ସିଏ ତା ମା ପ୍ରତି ଆଇକି ମତେ ବାଡ ଆଉ ତୋର ଆଦର୍ଶ ପରିବାର ତୋ ସ୍ତ୍ରୀ ବାଡଉଛି ପିଲା ବାଡଉଛନ୍ତି ଏମିତି ଆଦର୍ଶ ପରିବାର କାହିଁ ମୁଁ ଦେଖିନି ମୋର ଦରକାର ନାହିଁ ତୋ ନମସ୍କାର ଯୋଉ ମଣିଷଟାକୁ ତା ସ୍ତ୍ରୀ ବାଡଉଛି ପିଲା ବାଡଉଛନ୍ତି ତା ନମସ୍କାର ମୋର କଣ ଦରକାର ଶୁଣୁ ଶୁଣୁ ଏଇ ପାଞ୍ଚଟି କଥା ଗୋଟେ ପୁରୁଷ ତା ସ୍ତ୍ରୀ କି ଯୋଗେଇଲେ ଶାରୀରିକ କ୍ଷେତ୍ରରେ ମାନସିକ କ୍ଷେତ୍ରରେ ଯୋଗ୍ୟ ପୁଅ ଜନ୍ମ ନବ ରାମ ପରି ରାଜା ଯଦି ଏ ବିଶ୍ୱରେ ନାହାନ୍ତି ମୁଁ ରାମକୁ ସମାଲୋଚନା କରୁନି ତାହେଲେ ଗର୍ଭ ଧାରଣ କଲା ବେଳେ ମା ଜାନକୀ ତାଙ୍କୁ କାହିଁ ନେଇକି ଛାଡ଼ିଲେ ଜଙ୍ଗଲରେ ପୁଣି ଲକ୍ଷ୍ମଣକୁ କହିଲେ କୌଶଳରେ ଛାଡ଼ି ଦେଇକି ଆସିବୁ ଲକ୍ଷ୍ମଣ ଠାକୁର ଦେଖିଲେ ମା ଶୋଇ ପଡିଲା ପରେ ଆସିଲେ ସେଇ ଯୋଉ ମା କୁ ଛାଡିବାକୁ ଯାଇଛନ୍ତି ଲକ୍ଷ୍ମଣ ସେ ମା କଣ ଛୋଟିଆ ଖଣ୍ଡେ ମୋ କହିବାର ତାତ୍ପର୍ଯ୍ୟ ଯେତିକି ମା ବସିଛ ଶୁଣ ଗୋଟେ ନାରୀ କି ଗୋଟେ ପୁରୁଷ କୋଉ ଦୃଷ୍ଟିରେ ଚାହୁଁଛି ସେ ନାରୀ ଜାଣି ନବ ଜାଣିପାରିବ ନାଇଁ ହେ ମା ଜାନକୀ ଲକ୍ଷ୍ମଣ ତୁମକୁ କୋଉ ଦୃଷ୍ଟିରେ ଦେଖନ୍ତି ଆପଣ କଣ ଜାଣିନାହାନ୍ତି ସେଦିନ ଆପଣ କଣ କହିଲେ ପାଢୀ ବାବୁ ତୁମେ କହିଲ ସୀତାଙ୍କ ପରି କୂଳବଧୂ ଦୁନିଆରେ ନାହାନ୍ତି ଲକ୍ଷ୍ମଣ ପରି ଦିଅର ଇଏ ବିଶ୍ୱରେ ମିଳିବା ବିରଳ ଯୋଉ ଲକ୍ଷ୍ମଣ ତାଙ୍କ ପାଦର ଅଳଙ୍କାର ବ୍ୟତିରେକେ ଅନ୍ୟ ଅବୟବର ଅଳଙ୍କାର ଚିହ୍ନି ନଥିଲେ ତୁମେ ସେଦିନ ସେ ଲକ୍ଷ୍ମଣକୁ କଣ କହିଲ ଯୋଉ ଦିନ ତୁମେ ମାୟା ମୃଗ ମାରିବା ଯୋଉ ସୁନାର ମୃଗକୁ ମାରିବା ପାଇଁ ନିର୍ଦ୍ଦେଶ ଦେଲ ତୁମେ ତ ଜଣେ କୂଳବଧୂ ସାଧାରଣ ଘରର ଝିଅ ନୁହଁ ତୁମେ ହଉଛ ରାଜର୍ଷି ଜନକଙ୍କର କନ୍ୟା ତୁମେ ଶିକ୍ଷିତା ବିଦ୍ୟା ପ୍ରାଜ୍ଞା ପଣ୍ଡିତା ଆମେ ସମାଜରେ କଣ ଶିଖିବା ତୁମେ କହିଲ ସୀତାଙ୍କ ପରି ବଧୂଏ ଦୁନିଆରେ ନାହାନ୍ତି ମୁଁ ସ୍ୱୀକାର କରୁଛି କିନ୍ତୁ ସୀତାଙ୍କ ଠାରୁ ଏ ନାରୀ କଣ ଶିଖିବେ ସେଦିନ ଯେତେବେଳେ ଜଙ୍ଗଲକୁ ବାହାରିଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଗୋଟିଏ ଦିନ ନୁହଁ ଗୋଟିଏ ବର୍ଷ ନୁହଁ ମଉସା 14 ବର୍ଷ 14 ଯେହେତୁ ରାମ ଯିବେ ଜଙ୍ଗଲକୁ ବାପା ମାଙ୍କଠୁ ବିଦାୟ ନେଲେ ଯେତେବେଳେ କୌଶଲ୍ୟାଙ୍କ ପାଖକୁ ଯାଆନ୍ତି କୌଶଲ୍ୟା ଚମକି ପଡିଲେ ସେ ଜାଣିନାହାନ୍ତି ଯେ ଏମିତି ଅଡୁଆ ହେଇଯାଇଛି ଡାକିଲେ କହିଲେ ରାମ ଆରେ ରାଜଧିବେଶ ଛାଡିକିରି ସନ୍ନ୍ୟାସୀ ବେଶ ତମେ ଜାଣିନ ମା କଣ ହେଇଛି କହ ପିତାଙ୍କର ସତ୍ୟ ହଉଛି କାଲି ସକାଳେ ମୁଁ 14 ବର୍ଷ ବନବାସ ତୁମ ବାପାଙ୍କର କଣ ଏକା ଅଧିକାର ଅଛି ମୋର ନାହିଁ ସେ ନିଷ୍ପତ୍ତି ନେଇଗଲେ ସେଇଠି ରାମ ନମ୍ର ଭାବରେ କହିଲେ କହିଲେ ମା ଏଥିରେ ନିଷ୍ପତ୍ତି ଅଛି ମଝିଆଣୀ ମା କୈକେୟୀଙ୍କର ନୀରବ ରହିଲେ କୌଶଲ୍ୟା କହିଲେ ଠିକ ଅଛି କୈକେୟୀଙ୍କର ଯଦି ନିଷ୍ପତ୍ତି ଅଛି ତାହେଲେ ତୁମେ ଗୋଟେ କାମ କର ବାପା ମତେ ପ୍ରଣାମ କରିବା ପୂର୍ବରୁ ତୁମେ ଆଗ ଯା ମା କୈକେୟୀକି ପ୍ରଣାମ କରିବ हे आदर्श माँ तुम परी माँ विश्व मिलवा विरल जो कैकेयी कूट चक्रांत राम परी योग्य पुओ राजा होता अयोध्या जीवे जंगल को आज समाज में माँ होते काल सर्पिणी हो जाते कौशल्या कहले बाबू राम तुम्हें आग जाओ कैकेयी आशीर्वाद नब से दिन कैकेयी आशीर्वाद नहीं मर्यादा पुरुषोत्तम राम जिते जंगल को बाहरिले माँ जनक नंदिनी जानकी जानकी बाहर पूर्व राम सीता को गोटे पद कथा कही वाल्मीकि रामायण संस्कृत वाल्मीकि रामायण कहीं पंडित कहले अदैव दास्यामि वर्णन शत्रु समीप सा
आपण माने बसिଛନ୍ତି ଆହ୍ଲାଦ ଦାନକାରୀ ଶ୍ରୋତା ମାଲୋ ମୋ ଜିଭେରେ ହାଡ଼ ହେଇ ନେଇ ମୁଁ ସୀତାଙ୍କୁ ସମାଲୋଚନା କରିବି ସୀତା ଜଗତ ବନ୍ଦିଆ କିନ୍ତୁ ମୋ ମା ବିଚାର କର ତୁମେ କଣ ଶିଖିବ କୌଣସି ଗୋଟିଏ ସ୍ୱାମୀ ସୈନ୍ୟ ବିଭାଗରେ ଚାକିରି କରିଛନ୍ତି ମାଲୋ ସେ ଯେତେବେଳେ ଦୀର୍ଘ ଦିନ ଯୁଦ୍ଧ କରିବାକୁ ଯିବେ ହାଣ ମୁହଁକୁ ଯିବେ ଫେରିବେ କି ନ ଫେରିବେ ସେ କହିପାରିବେ ଧୀରେ ଧୀରେ ମା ପାଟି କର ନା ବସିକି ଶୁଣ ଗୋଟେ ନାରୀର କର୍ତ୍ତବ୍ୟ କଣ ତୁମେ ସୀତାଙ୍କଠୁ କଣ ଶିଖିବ ଆମେ ପୁରାଣ ପଢୁଛୁ ଗୋଟେ ନାରୀ ଠାରୁ ଆମେ ନାରୀ ସମାଜ କଣ ଶିଖିବ ସେଦିନ ରାମ କହିଲେ ମୁଁ ଅବେଳାରେ ଜଙ୍ଗଲକୁ ଯାଉଛି ହେ ସୀତେ ତୁମେ ମୋ ବାପା ମାଙ୍କର କି ତୁମ ଶାଶୁ ଶ୍ୱଶୁରଙ୍କର ସେବା କରିବ ଏ କଥା କହିବା ଭୁଲ ସୀତା କଣ ଉତ୍ତର ଦେଲେ ଜାଣନ୍ତି କହିଲେ ନା ମୁଁ ତୁମ ସହିତ ଯିବି ଜଙ୍ଗଲକୁ ନିଜେ ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣ ଲେଖିଛନ୍ତି ମୂର୍ଚ୍ଛି ନ ପାରି ମୁଁ ସଙ୍ଗତେ ଆସିଲି ରାମଙ୍କ ରୂପ ରାମଙ୍କ କାନ୍ତି ରାମକୁ ମୂର୍ଚ୍ଛି ନ ପାରି ସେଦିନ ରାମଙ୍କ କଥାକୁ ଅମାନ୍ୟ କରି ଶାଶୁ ଶ୍ୱଶୁରଙ୍କ ସେବାକୁ ଉପେକ୍ଷା କରି ସୀତା ଗଲେ ପଣ୍ଡିତ ଜଙ୍ଗଲକୁ କଣ କହିଲେ ଜାଣନ୍ତି କହିଲେ ଇଏ ଅଯୋଧ୍ୟା ଲାଗିବ ମତେ ଅରଣ୍ୟ स्वामी स्त्री की छाड़ी वर्ष वर्ष धरी विदेश में रोनथिले तुम्हें माँ जनक नंदिनी जानकी कौन कहल राम को जदि मु तुम सहित जंगल को न जाए ये अयोध्या मते जंगल परी लगे आदि आपण सहित जंगल को जाए ये जंगल मते अयोध्या परी लगे से दिन माँ जनक नंदिनी जानकी राम को कथा को रक्षा कले कि शाशु शशुर सेवा कले सेतिकी नुह आउ गोटे कथा शुण माँ जेतबले माँ जानकी बाहरुचंती जीवा पाई जंगल को दुनिया रे माँ अछंती माँ अछंती किंतु लक्ष्मण को माँ परी माँ नाहांती ना सुमित्रा को परी माँ नहीं आजिर समाज रे माँ माने स्वार्थपर परिवार कहीं भांगे मो पुओ केमती भल खाइब मो पुओ केमती भल पिंधिब चलिला सेठू जा भितर विवाद घर भांगिला जेतिकी आपण माने बसचंती सुनंतु धीरे धीरे आज्ञा काली आपण प्रथम थाकरे शिरणी बांटी देइथिले तांकर जो दिन प्रथम थाक सेति बेले बांटिबे ना आ मो द्वितीय थाक किंतु बांटिबे मो कहिबार तात्पर्य जे जनक नंदिनी जानकी जेतबेले बाहरिले राम को सहित जंगल को जीवाकू ओहो हो कौन करिबा चा बंटा नहले हबनी यारे चा बंटा हेले अड़ुआ किछि अड़ुआ नहीं पियंतु टिके पाटी नकल हैला टिके टिके माँ चा पिउथा मो कथा को कान डेरुता जनक नंदिनी जानकी जेतबेले बाहरिले बोहू जीव एमितिका माँ किए अछि आपण निज पुओ पाई केबे हेले विपद को टाणी नेबे निज पुओ को देखो सुमित्रा केमिति माँ सुमित्रा केमिति माँ से तो कौशल्या पुओ बहु गले सुमित्रा कौन कहले कवि सम्राट उपेन्द्र भंग बई देई सबला गोटे पद सुनु कहले बोइले सौमित्रे सब थिबो श्री राम मानस श्री राम मानस जाने रे भलो श्री राम मानस जाने ये विनिद्र सर्व सबरी को विनिद्र सर्व सबरी को हरिबो हरि धनु सारा पानी रे जाउछि सबे मधु जाउछि सबे आलाबियो सुर
ପଢୁ ରଖିବି ନେଇ ତୁ ଚୁପ ପୁଅ କେମିତିକା ଶାଶୁ କେମିତିକା ମା ଦୌଡ଼ି ଗଲେ ଡାକିଲେ କହିଲେ ଲକ୍ଷ୍ମଣ ମୋ ପୁଅ ବୋହୁ ଯାଉଛନ୍ତି ଜଙ୍ଗଲକୁ ତୁ ଘରେ ଅଛୁ ମୁଁ କଣ କରିବି ମା ଧନୁଷର ଧ ତାପରେ ଶୋଇବୁ ନେଇ ରାତିରେ କାହିଁକି ଶୋଇବିନି ମା କୋଉ ମା କହିବ ତା ପୁଅକୁ ଶୁଅ ନା ଖରା ବେଳେ ଯଦି ପୁଅ ନ ଶୋଇଲା କେତେ ଆପଣ ଆଖି ଦେଖେଇବେ ସୁମିତ୍ରା କହିଲେ ବିନିଦ୍ରେ ହରିବୁ ହାତରେ ଧନୁଷର ଧରିବୁ ଧରି ଧନୁଷର ପାଣି ଏଥିରେ ପୁଅ ସ୍ୱାସ୍ଥ୍ୟ ଠିକ ରହିବ ନା ବଧୁ ଯାଉଛି ସଙ୍ଗେ ମୋ ବୋହୁ ଯାଉଛି ସାଙ୍ଗରେ ଅସୁର ପୁଙ୍ଗେ ପୁଙ୍ଗେ କହିଲେ ସମୂହ ହଉ ଯା ହଉ ମା କଥାକୁ ଲକ୍ଷ୍ୟ କରି ସେଦିନ ବାହାରି ଗଲେ କିଏ ଲକ୍ଷ୍ମଣ ରାମ ଆଉ ସୀତା ଟିକେ ସୀତା ଆଦର୍ଶ ନାୟିକା କେମିତି ବୋହୁ ଆପଣ ଦେଖନ୍ତୁ ମୁଁ ସୀତାଙ୍କୁ ସମାଲୋଚନା କରୁନି ଯାହା ଭଞ୍ଜ ଲେଖିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ କୌଶଲ୍ୟା ଦେଖିଲେ ଯେତେବେଳେ ବୋହୁ ଯାଉଛି ଶାଶୁର କଣ କିଛି ଦାୟିତ୍ୱ ନାହିଁ ମା ବୋହୁଟିଏ ଯଦି ଭୁବନେଶ୍ୱର ଗଲା ପୁଅ ସହିତ ଆପଣ ଶାଶୁ ହେଇ କିଛି କହିବେ ନାହିଁ ଆପଣଙ୍କର ଦାୟିତ୍ୱ ନାହିଁ ଆଜି ସେଇପରି ଯେତେବେଳେ କୌଶଲ୍ୟା ଦେଖିଲେ ମୋ ବୋହୁ ପୁଅ ସାଙ୍ଗରେ ଯାଉଛି ବାହାରି ପଡିଲେ ଦାଣ୍ଡକୁ ସୀତାଙ୍କର କର୍ତ୍ତବ୍ୟ କଣ ତୁମେ କହିଛ ଯୋଗ୍ୟା ବୋହୁ ସେ ବୋହୂଙ୍କର କର୍ତ୍ତବ୍ୟ କଣ ଏ ନାରୀ ସମାଜ କଣ ଶିଖିବ ଦେଖିବା କଣ କହିଲେ କୌଶଲ୍ୟା ମା ଦେଖିଲେ ପୁଅ ବୋହୁ ଦାଣ୍ଡରେ ଠିଆ ହେଇଛନ୍ତି ସେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ କହିଲା ବିପିନରେ ଦେଖି ନବା कारण मुझे ध्यान ओडिसी पड़ोसी समय नहीं आज्ञा कौन दरकार समय नवा तेणु मो कहबार तात्पर्य देखु कौशल्या मा डाकिले कहले लो मा विपिन रे जंगल रे पिन उरजा पृथ्वी झियो मो पिला मानक अपूर्व द्रव्य देखी मागिबी सीता ठाकुराणी जेतेबेले नीरव रहिले राम खुशी हेले अरे जो परिवार रे बहु शाशुर भल पड़े सेठी से पुओटा आनंदित हुए आ जो परिवार शाशु बहुर सब पड़ो से परिवार रे पिला मुंड ठीक रुहे ना मौसा से सुनार मृग से सुनार हरिण ना हरिणी हेम कुरंगी नच पूर्व वार्ता वेद पुराण शास्त्रे हुस्नार गुनंदन विनाश काले विपरीत जो शिवंकर आराध्य राम तांकर गोटे कोन विनाश काल तांकर गोटे कोन विपरीत बुद्धि आपण कोन कहले सारे शिवंकर आराध्य हेले राम ताले जे राम जो राम कु शिव ध्यान करंती तांकर विपद काले विपरीत बुद्धि ये विनाश काले विपरीत बुद्धि नाई नाई सी राम अलगा ये राम अलगा छाड़ू से कथा मुझे गोटे आपन को प्रमाण देवी किंतु विश्वनाथ खुंटिया कहले हेम हरिणी गोटे पद हूँ छांद छांद सीना तुम्हें बोलुच तुम तो कंठ ना भंड ना कि ना से कौन हम कहला ये हेम हरिणी Oh
ତାହେଲେ ପ୍ରକୃତରେ ସେ ହରିଣୀ ନା ମୃଗ? ଏଠି ବିଶ୍ୱନାଥ ଖୁଣ୍ଟିଆଙ୍କର କଣ ଲିଙ୍ଗ ଜ୍ଞାନର ଅଭାବ ହେଲା? କହିଲେ ହେମ ହରିଣୀ ଧୀରେ ଧାମନ୍ତେ ସୁନ୍ଦର ଧରଣୀ, ସୁନ୍ଦର ଧରଣୀରେ ହେମ ହରିଣୀ ସୁବର୍ଣ୍ଣ ର ମୂର୍ତ୍ତି ଧାଇଲା ବେଳେ ଧରୁ ଧରୁ କରୁ ମୃଗ ପଳାନ୍ତି, ଧରିଲା ବେଳକୁ କିନ୍ତୁ ମୃଗ ହେଇଗଲା। ଆଉ ତୁମେ ସ୍ୱାମୀ ସ୍ତ୍ରୀ 2 ଜଣ ପାଲାକୁ ଆଇଲ ନାଇଁ? ଅତି ଗୋଟେ ବିରକ୍ତିଆ ଲୋକଟେ ଶୁଣୁ କହୁଛି ମୁଁ ଭାବୁଛି ସେ ସ୍ୱାମୀ ସ୍ତ୍ରୀ 2 ଜଣ ଆସିଥିଲେ। ତୁ ଭାବିବାର ପାଲା ଅଛି? ଗୋଟିଏ ପଦରେ ବିଶ୍ୱନାଥ ଖୁଣ୍ଟିଆ 2ଟା ଲିଙ୍ଗକୁ କାହିଁକି ପ୍ରୟୋଗ କଲେ? ପାଲା ଆମେ ସବୁ ଶୁଣୁଛୁ, ତା ଭିତରେ ତତ୍ତ୍ୱକୁ ଆମେ ବୁଝିବା ଯେ ଆମେ କଣ ଶିଖିବା ରାମାୟଣରୁ। ରାମାୟଣ ପଢିଲେ ଗୋଟେ ଅସଜଡ଼ା ସଂସାର ସଜାଡି ହେଇଯିବ। ଏଠି ଇଏ କଣ ହଉଛି? ସେତିକି ନୁହଁ, ମୁଁ କାନରେ ପଡିଛି ତୁମେ କହିଛ ସୀତାଙ୍କୁ ରାବଣ ଚୋରି କରି ନେଇଛି, ତା ସମ୍ପୂର୍ଣ୍ଣ ମିଥ୍ୟା। ତାର ପ୍ରମାଣ ଦେବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ବୈଦେଶ ବିଳାସ। ସରକାର ଯୋଉ ସାହିତ୍ୟ ଉପରେ ସ୍ୱୀକୃତି ଦେଇଛି, ମୋ ମା ମାନେ ବିଚାର ସେଦିନ ଶାଶୁ କଥାକୁ ରଖିଲେନି। ଲକ୍ଷ୍ମଣ ଠାକୁରଙ୍କୁ ଦାୟିତ୍ୱ ଦେଇ ରାମ ପଳେଇଲେ ମାରିବା ପାଇଁ ମୃଗ। ଲକ୍ଷ୍ମଣକୁ ଯୋଉ କଥା ସୀତା ଠାକୁରାଣୀ କହିଲେ, ଏ କଥା କହିବା କଥା। ତୁମେ କଣ ଜାଣିନ ଲକ୍ଷ୍ମଣର ଆଚରଣ କଣ? ହଠାତ୍ ସୀତାଙ୍କ କର୍ଣ୍ଣରେ ବାଜିଲା ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ। ଲେଖିଲେ କପିଳ କର୍ଦ୍ଦମ ଋଷିଙ୍କ ପୁଅ। କହିଲା ଗଛ ଲକ୍ଷ୍ମଣ ବେଗେ ନଙ୍ଗ ସୁର ପୀଡ଼ିତ ରାମସ୍ତ୍ରୈଲୋକ୍ୟ ପତିତ ଯେତେବେଳେ କାନରେ ପଡିଲା ସୀତାଙ୍କର ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ, ସୀତାଙ୍କର ସେଇଠି ବୁଦ୍ଧି ଆସିଲା। ଡାକିଲେ ଗଲେ ଲକ୍ଷ୍ମଣ ଶୀଘ୍ର ଯାଅ, ତୁମ ବେଗେନ ଗଛ, ଶୀଘ୍ର ତୁମେ ଯାଅ। କିମର୍ଥେ ନା ଭ୍ରାତା ତେ ସୁର ପୀଡ଼ିତ, ତୁମ ଭାଇ ଆଜ୍ଞା ଅସୁର ଦ୍ୱାରା ପୀଡ଼ିତ ହେଇଛନ୍ତି। ମୋ କହିବାର ତାତ୍ପର୍ଯ୍ୟ, ସେଦିନ ଜନକ ନନ୍ଦିନୀ ସୀତା କହିଲେ ଲକ୍ଷ୍ମଣ ଯାଅ, ଲକ୍ଷ୍ମଣ କହିଲେ ନାଇଁ ମା, ରାମ ତ୍ରୈଲୋକ୍ୟ ପତିଛ ତୀର୍ଥ ନାଶ ୟତେ କ୍ଷଣାତ୍। ମୋ ଭାଇ ରାମ ତ୍ରୈଲୋକ୍ୟ ପତି, ସେ ମୁହୂର୍ତ୍ତକରେ ରାକ୍ଷସକୁ ମାରିଦେବେ, ଆପଣ କାହିଁକି ବ୍ୟସ୍ତ ହଉଛନ୍ତି? ସେଦିନ ସୀତା ଠାକୁରାଣୀ କଣ କହିଲେ ଲକ୍ଷ୍ମଣକୁ? ହେ ମା, ତୁମେ କଣ ଜାଣିନ ଲକ୍ଷ୍ମଣ ତୁମକୁ କୋଉ ଦୃଷ୍ଟିରେ ଦେଖନ୍ତି? ଗୋଟିଏ ପଦ ଉର୍ମିଳା କାବ୍ୟରୁ ଆପଣ ମାନଙ୍କୁ ଶୁଣଉଛି, ତାର ମୀମାଂସା ଆପଣ ପଛରେ ନେବେ। ପ୍ରକୃତରେ ସୀତା କଣ ପାଇଁ ଏ କାମ କଲେ, ସେଇ ତ ହଉଛି ମୂଳ ତତ୍ତ୍ୱ। କହିଲା ଇଏ ସୌମିତ୍ରୀ ସମ୍ବୋଧନ ବାଣୀ ଜାନକୀ ଲକ୍ଷ୍ମଣ ଠାକୁର ତୁମକୁ ତାଙ୍କ ଭାଇ ରାମଙ୍କର ମରଣ ବାଟ ପରିଷ୍କାର କରିବା ପରେ
तुमको स्त्री रूप में ग्रहण करने आसछंती एटा ठीक आज्ञा ठीक कि कहतु आज्ञा गोटे नारी जानी पारिबनी पुरुष दृष्टि चाहूची ना ये मिथ्या कथा मु कहूची तुम्हें कहले कौन ना तुम्हें मरीगला मो स्वामी मरीगला परे तुम्हें निजे मत ग्रहण कर कि निज भाई भरत को लेकिन दब हे मां भरत जत जंगल को तुम्हें गला आसी धीरे धीरे गे 100टा लक्षण गोटे भरत सहित समान हो पारे आप जानती तुम्हें कौ न्याय कहले भरत को दब बोली तुम्हें कौन जानी ना निजे भरत जो दिन तुम्हें आसिल जंगल को से कहले ना मो भाई परी आदर्श पुरुष सी जदि राजा नहे मु कहीं आपण कठौ को राम को कठौ को नंदीग्राम रखिकी पूजा कले जो राजनीति क्षेत्र समस्या पड़ती राम बोली चिंता करी से कठौ को कहीकि नहीं राजनीति कार्य लगा से नुह मां 14 वर्ष काल राम को पाई भरत तांको मां कैकेयी की मां डाकिना सेठी कैकेयी को मन दुख ये दुनिया मते निंदा करू मु सहीबी हेले मो पुओटा मते मां डाकिलानी गोटे मां एते कष्ट करी पिला मानकु जन्म दिए से प्रसव जंत्रणा सारे सेतिकी बेले से भूली जाए जेते बड़े दरुटी कंठरे मां मां बोली 2 पद डाकी दिए पिलाटा नहीं के गया मो मां माने विचार करो जेते बड़े दीर्घ दिन हला भरत न डाकिले कैकेयी की मां राम जंगल रु फेरिला परे पचारले मां कैकेयी कहले राम रे भरत मते मां डाकुनी पहुंचले राम ठाकुर डाकिले भरत तू कैकेयी मां को मां डाकुनु ना केमिति डाकिबी मु जत बेले मो मां कैकेयी की जे जनक नंदिनी जानकी भरत कहले भाई आपण 14 वर्ष जंगल को गले केते आदर्श पुरुष मु जदि मो मां कैकेयी की मां बोली डाकिबाटा कान रे पड़िबो कौशल्या मां कर से धैर्य धरिबे तांको पुओ कथा मन पड़िबो मो आत्मा आखिरु लुह गरी दिबो तेणु करी आपण आसिकी मां को मां डाकिला परे मु निष्पत्ति नहीं मो मां को मां डाकिबी मांडवी केबे हेले पंडिते मिसी नाहंती 14 वर्ष हब कहा सहित भरत सहित नंदीग्राम सन्यासी रूप भरत रही दिने सुतकृति बुलुचंती छात उपरे मां कौशल्या देखिले डाकिदेले कहले लो मां कहीं छात उपरे बुलुच राति अधेरे ना मां मांडवी मान नानी मोर सन्यासिनी ये 4 जन बहु केही केबे हेले दाम्पत्य प्रेमर मंदाकिनी स्रोत हृदय प्रवाहित करना छोटिया आदर्श परिवार से छोटिया परिवार नुह मो कहबार तात्पर्य है विद्वान मंडली धीरे धीरे पाला सरले कौन चेयर गोटेल हबनी तेणु हजूरे हौ हौ नवग्रह एकादश संस्था फलदा भंतु ताराबारा ग्रह नक्षत्र सुमम बहुतु श्री भगवत वासुदेव मच्छिद्रमस्तु यही ठंडा पानीय सहित 100 मुद्रा आपण दे आमको आप्यायित कर कल्याणकारी हूँ नारायण आपण दीर्घजीवी हूँ ये मोर नम्र निवेदन सर्वे बोलंतु आनंद एक बार आज्ञा जो कोईला लगी देश समृद्ध आपण होती तार बहनकारी ये बेसिना इलेक्ट्री है
ସେତେବେଳେ ରେଳ କୋଉଥିରେ ଯାଉଥିଲା ନାଇଁ କି ଇଏ ଦୁନିଆରେ କଳା ହଉଛି ସବୁ ଶ୍ରେଷ୍ଠ କଳା କଣ କୋଇଲା କଳା କୋଉଠି ଧଳା ହଁ ସେଇ କାଳିଆ କୃଷ୍ଣ ଆପଣଙ୍କର କଲ୍ୟାଣକାରୀ ହୁଅନ୍ତୁ ବେପାର କ୍ଷେତ୍ରରେ ଆପଣଙ୍କର ଶ୍ରୀ ବୃଦ୍ଧି ବୋଲ ଆନନ୍ଦ ଏକ ବାର ହଁ ଗୋଟେ ପିଇଦବା କାହିଁ ପିଇବାନି ଗରମ ହଉଛି ଝାଳ ହଉଛି ଏଇ ନଳିଟା ପଶିଗଲେ ଟିକେ ନାଜ ମାରୁଛି ତଥାପି ଚଳିବ ସେ ଆମ ଇଜ୍ଜତ ଆଉ କଣ ରଖିଲେ କି କାହିଁ ଖରା ପିନ୍ଧିଲେ କାହିଁ ସିନ୍ଦୁର ପିନ୍ଧିଲେ ସବୁ ତ ସଇଲାଣି 2 ପଇସା ପାଇଁ ଆଉ ଆକୁ କାହିଁ ପିଇଲେ କଣ ଅସୁବିଧା ଅଛି ଶୋଇପଡିଛନ୍ତି ପାଢୀବାବୁ କହିଛନ୍ତି ଆଉ ଆରେ ପିଠିରେ ଥୋଇକିରି କହିଲେ ଲାଭ କଣ ହେ ମୋର ବିଦ୍ୱାନ ମଣ୍ଡଳୀ ୟାର ତ ପିଠିରେ ଦୂର ଥୋଇଲ ସାଡେ ସେ ମହାସାଲା କି ସେ ଜାଣିଛନ୍ତି ଠିକ ଦେବା ଆମେ ଟିକେ କହିଦେଲେ ପ୍ରିୟ ହେଇଯିବୁ ଜଣେ ଜଣେ ଥିବେ ଆପଣଙ୍କ ଭୋଜିକି ଆସିବେ ହଁ ଏଠି ମାଂସ ଦିଅ ସେଠି ଦିଅ ଅଲ ଟୋଟାଲ ମାଗଣା ଉପରେ ଚଲେଇଦେବେ ଇଏ ହଉଛନ୍ତି ସେମିତି କଣ ବୁଝୁଛନ୍ତି ଏଠି କଣ ପକ୍ଷପାତ ବିଚାର ନାହିଁ ମୁଁ ଗୋଟେ ଥର ଆସିଥିଲି ଆଉ ସିଏ କଣ ମତେ ଦିଅନ୍ତେନି କି ଆଚ୍ଛା ତୁମକୁ ତ ଦେଇଛନ୍ତି କଣ କୁଲର ଆମକୁ ଦେଇନାହାନ୍ତି କାହିଁ କହିଲନି ଦିଅ ବୋଲି ମୁଁ ସନା ଦାସଟି ମୁଁ ଦେଖିଲି ନାଇଁ ଆମେ ଟାଣୁଆ ଲୋକ ତୁମେ ଯାହା ହେଲେ ମାଷ୍ଟ୍ରିଆ ଲୋକ ତୁମକୁ କୁଲର ଦିଆ ହଉ ତୁମେ ଥଣ୍ଡାରେ ରହିବ ଇଏ ଥଣ୍ଡା ପାଇଁ ତ କହିଦେଲ ତୁମେ ତ କୁଲରରେ ଶୋଉଛ ଆମର କୁଲର ନାହିଁ କାହିଁ ତ କହିନା ଦବା ପାଇଁ ମୁଁ ବିନା କୁଲର ଶୋଇବି କାହିଁକି ନା ମୋ ମୁଁ ନାହିଁ କରିଦେଲି ଅନୁଷ୍ଠାନ କହୁଥିଲେ ମୋତେ ଦରକାର ନାହିଁ କହିଛନ୍ତି ନା ନାଇଁ ଆପଣ ପାଣି ବାବୁ ମୋତେ ଦରକାର ନାହିଁ ଠିକ ନା ଭୁଲ ଶୁଣୁ ଶ୍ରୁତତ୍ରୀତି କହିଲେ ଲୋ ମା ସନ୍ନ୍ୟାସିନୀ ଉପରେ କାଳ କାଟୁଛି ତୁମ ମମ ପ୍ରିୟ ଭରତ ହିଁ ସମ ଭାଇ ଏରେ ଲକ୍ଷଣ ତ ସବୁ କଲେ ରାତି ଅନିଦ୍ରା ହେଲେ ଭରତ କାହିଁକି ହେଲେ ପଣ୍ଡିତେ ଯୋଗ୍ୟ ହନୁମାନ କହିଲେ ରାମ କହିଲେ ତୁମ ପରି ମୋର ଶ୍ରେଷ୍ଠ ହଉଛି ଭରତ ନା ଭରତ ହଉଛି ଏକ ସ୍ୱତନ୍ତ୍ର ଏଇ ଲକ୍ଷଣ ଚିନ୍ତା କରିଥରେ କହିଲେ ଭାଇ ସେ ଆସିଲେଣି ବୋଧେ ଆପଣଙ୍କ ସହିତ ଯୁଦ୍ଧ କରିବେ ରାମ କହିଲେ ରହ ଲକ୍ଷଣ ତୁ ମଣିଷ ଚିହ୍ନି ନେବୁ ମୋ କହିବାର ତାତ୍ପର୍ଯ୍ୟ କଣ ବେଟି କରିଛି ହଁ ବେଟି ଏଠି ମା ଜାନକୀ ଆପଣ କେମିତି କହିଲେ ଲକ୍ଷ୍ମଣ ଠାକୁରଙ୍କୁ ଯେ ତୁମ ଭାଇର ମୃତ୍ୟୁ ପଥ ପରିଷ୍କାର କରି ମତେ ନେଇ ବିବାହ ହବ କି ଭରତଙ୍କୁ ଦବ ଛାତି ଫାଟିଗଲା କହିଲେ ମା ମୁଁ ଆସିଥିଲି ଯୋଉ ସେବା କରିବାକୁ ତୁମର ମୁଁ ଭଲ ପୁରସ୍କାର ପାଇଲି ମା କୁପିତ ବ୍ୟାଘ୍ର ପରାଏ 3ଟି ରେଖା କାଟି ଦେଇ ସେଦିନ ଚାଲିଗଲେ କିଏ ସେନା ଲକ୍ଷ୍ମଣ ଠାକୁର ସୀତା ଠାକୁରାଣୀ ଲକ୍ଷ୍ମଣକୁ ଏପରି ବାକ୍ୟ କହିବାଟା ଠିକ କି ସେତିକି ନୁହଁ ରାମ ଠାକୁର ସେଇଠି କହିଲେ ସୀତେ କହିଲା ଏ ଦୋଷହୀନ ଲକ୍ଷ୍ମଣକୁ କଲ ତିରସ୍କାର ଇଏ କରିଥିଲ ପାଇଲ ଦୋଷହୀନ ଲକ୍ଷ୍ମଣକୁ ତିରସ୍କାର କଲ ମୋ ଭାଇ ଲକ୍ଷ୍ମଣ 3ଟି ନିଷେଧ ରେଖା ଟାଣି ଯେତେବେଳେ ଚାଲିଗଲା ଟିକେ ପୂର୍ବରୁ ମୋର ଶ୍ରଦ୍ଧେୟ ସାନୁଜ ପ୍ରତିମ ଲବ୍ଧ ପ୍ରତିଷ୍ଠିତ ପାଲା ଗାୟକ ଡକ୍ଟର ଶିଶିର କୁମାର ପାଢୀ ମହୋଦୟ ସେ ଆପଣଙ୍କୁ କହିଲେ ଯେ ଜନକ ନନ୍ଦିନୀ ଜାନକୀଙ୍କୁ ଚୋରି କରି ନେଇଗଲେ ରାବଣ କଣ ମୂର୍ଖ ରାବଣ ଜଣେ ଜ୍ୟୋତିର୍ବିଦିଜ୍ଞ ରାବଣ ଜଣେ ପଣ୍ଡିତ ରାବଣ ହଉଛି ଦ୍ୱାତ୍ରିଂଶ ବିଦ୍ୟାର ଅଧିକାରୀ ରାବଣ ଛୋଟିଆ ନୁହଁ ରାବଣ ପ୍ରତ୍ୟେକ ଦିନ ସୀତାଙ୍କୁ କଣ କୁହେ କଣ ପାଇଁ ନେଇଥିଲା ସେ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ
ଦଶଗ୍ରୀବ ରାବଣ ସୀତାଙ୍କୁ ତ ନେଇ ନେଇ ଭଞ୍ଜଙ୍କ ଲେଖା ମୁଁ ଆପଣଙ୍କ ଆଗରେ ପଢିବି। ଆପଣ ମାନେ ଯେହେତୁ ବରିଷ୍ଠ ଅନେକ ବଳିଷ୍ଠ ଗାୟକଙ୍କର ପାଲା ଶୁଣି ଶୁଣି ଆପଣ ମାନେ ଜଣେ ସମୀକ୍ଷକ ଜଣେ ଜଣେ ଯଦି ମତେ ବିଚାର କରି କହିବେ ପ୍ରକୃତରେ ସୀତାଙ୍କୁ ନବା ପଛରେ ରାବଣର ଦୋଷ ଅଛି କି ନାହିଁ? କଣ କହିଲୁ? ଆମ ଗାଁରେ ରାମ ନାଟକ ହଉଥିଲା, ରାବଣ ରୋଲ କରୁଥିଲା ରଘୁଆ କହୁଛ, ବାନ୍ଥା ଗୁଡିଆ କରୁଥିଲା ସୀତା ରୋଲ। ଆଜ୍ଞା ଲକ୍ଷ୍ମଣ ଏମିତି ପଳେଇଲେ, ରାମ ତ ଯାଇଛନ୍ତି ମୂର୍ଖ। ରାମନୀଳା କରୁଛୁ, ରାମନୀଳା କହୁଛୁ, ସେଇଟା ଭୁଲ କଥା। ସେଇରେ ନାଟକ ଭିତରେ ଅଡୁଆ ଅଛି। ହନୁମାନଙ୍କ ବାପା କିଏ? ପବନ। ଚୁପ୍। କେଶରୀ। ତାଙ୍କ ମା ଅଞ୍ଜନା ଜଣେ ନାରୀ, କେଶରୀ ଜଣେ ମାଙ୍କଡ। ଗୋଟେ ମାଙ୍କଡ କେମିତି ନାରୀ କି ବାହା ହବ? ଟିକେ ବିଚାର କରନ୍ତୁ। ମାଙ୍କଡର ଲାଙ୍ଗୁଡ ଅଛି, ସେ ତାର ମାଇ ମାଙ୍କଡକୁ ବାହା ହବ ନା? ଆଉ ଏଠି ଅଞ୍ଜନା ଦିବ୍ୟ ସୁନ୍ଦରୀ ନାରୀ, ଗୋଟେ ନାରୀ ସହିତ ମର୍କଟର ପ୍ରୀତି ସମ୍ଭବ? ସମ୍ଭବ କେମିତି ହେଇଛି? ଅଞ୍ଜନା ଜଣେ ଦିବ୍ୟ ସୁନ୍ଦରୀ ନାରୀ, ତା ସ୍ୱାମୀ କଣ ମାଙ୍କଡ? ମାଙ୍କଡ ସବୁ ନାରୀ କି ବାହା ହନ୍ତି ପରା, କେମିତି ସମ୍ଭବ ହେଲା? ସେ ବାପା ସେ ସମ୍ପୂର୍ଣ୍ଣ ଭୁଲ, ତା ଭିତରକୁ ଗମିବାକୁ ପଡିବ। ସେଇ କଥା ରାମ କହିଲେ, କହିଲେ ଦୋଷହୀନ ଲକ୍ଷଣକୁ ତିରସ୍କାର କଲ। ଇଏ ଦୁନିଆରେ ବହୁତ ମଣିଷ ଅଛନ୍ତି, କୌଣସି ଲୋକଙ୍କ ବିଷୟରେ ନ ଜାଣିକି ତାଙ୍କୁ ସମାଲୋଚନା କରିଦେବେ। ସିଏ କଣ ଜାଣିଛି? ସମାଲୋଚନା କଲେ ହବ କଣ?